ମଦନ ଭାରି ସରଳ ପିଲାଟିଏ। ବାପା ମା ତାକୁ ପିଲାଦିନରୁ ଛାଡ଼ିକି ଆରପାରିକୁ ଚାଲି ଯାଇଛନ୍ତି। ପିଲାଟିକୁ ସମସ୍ତେ ଭାରି ଭଲ ପାଆନ୍ତି, କାହିଁକି ନା ସେ ପରା ସବୁଦିନ ଫୁଲ ନେଇକି ଯାଏ ମୋ କଳା ଠାକୁରଙ୍କ ପାଇଁ। ପ୍ରତିଦିନ ସାଇକେଲଟିଏ ଧରି ମଦନ ପହଞ୍ଚିଯାଏ ମୋ ମା ମାନଙ୍କ ଘର ଆଗରେ। ମୋ ମା ମାନେ ମଧ୍ୟ କମ୍ ନୁହନ୍ତି। ସେମାନେ ସବୁଦିନ ଭୋର ସକାଳେ ଉଠନ୍ତି ଆଉ ସ୍ନାନ କାର୍ଯ୍ୟ ସାରି ଫୁଲମାନ ସବୁ ସଜାଡ଼ି ଦିଅନ୍ତି। କିଏ ତୁଳସୀର ମାଳ ଦିଏ ତ କିଏ ପୁଣି କୁସୁମର ହାର। ମୋ ଠାକୁର ପରା ସଜ ହେବେ, ଯେତେ କଷ୍ଟ ହେଉ ପଛେ କିଛି ବି ଫରକ ପଡ଼େନି। ସେମାନେ ସମସ୍ତେ ମଦନର ଡାଲାରେ ଶ୍ରଦ୍ଧାର ସହ ସଜାଡ଼ି ଦିଅନ୍ତି ମୋ କଳା ସାଆନ୍ତଙ୍କ ପାଇଁ, ଆଉ କୁହନ୍ତି, ବାପାରେ ଟିକେ ସଅଳ ଯିବୁ, ଜମା ଚଗଲାମି କରିବୁନି। ସେପଟେ ଡେରି ହେଇଯିବ ଯେ, କାଳିଆ ପରା ସଜ ହେବ। ମଦନ ମଧ୍ୟ ମା ମାନଙ୍କ କଥା ଶୁଣିକି ବହୁତ ଖୁସି ହେଇଯାଏ, ଆଉ ଆନନ୍ଦର ସହ ଫୁଲ ଡାଲାତକ ନେଇଯାଏ ଶ୍ରୀମନ୍ଦିରକୁ। ସବୁତକ ଫୁଲ ଶ୍ରୀମନ୍ଦିରରେ ଦେଇଦିଏ, ହେଲେ ସେଥିରୁ ଗୋଟିଏ ତୁଳସୀ ମାଳ ଆଣି ପ୍ରଭୁ ଦଧିବାମାନଙ୍କୁ ନିଜେ ପିନ୍ଧାଇ ଦିଏ। ଆଉ ତାଙ୍କୁ ତାର ମନ କଥା ସବୁଦିନ ଜଣାଏ କି ଠାକୁରେ, ମୁଁ ଯେଉଁ ଫୁଲ ସବୁ ଆଣି ଦେଉଛି ନା, ଏସବୁ ମୋର ନୁହଁ ମ, ତୁମ ପାଇଁ ମୋ ମା ମାନେ କେତେ ପରିଶ୍ରମ କରୁଛନ୍ତି। ସେମାନେ ଭୋର ସକାଳେ ଉଠୁଛନ୍ତି ଆଉ ସ୍ନାନ କାର୍ଯ୍ୟ ସାରି କୁସୁମର ମାଳ, ତୁଳସୀର ମାଳ ଦେଉଛନ୍ତି। କହିଲ, କେତେ କଷ୍ଟ କରୁଛନ୍ତି ସେମାନେ? ତମେ ପରା ସଜେଇ ହେବ। ତାଙ୍କ ମନ କଥା ଟିକେ ବୁଝୁଥିବ ଠାକୁରେ। ସେମାନେ ତୁମକୁ ନା ବହୁତ ଭଲ ପାଆନ୍ତି, ଭାରି ସ୍ନେହ କରନ୍ତି ସେମାନେ। ତାଙ୍କ ମନରେ କେବେ ବି ଦୁଃଖ ଦେବନି। ଜାଣିଛ, ସେମାନେ ଯେତେବେଳେ ମୋତେ ଫୁଲ ଦିଅନ୍ତି ନା, ତାଙ୍କ ଆଖିରୁ ଲୁହ ଝରୁଥାଏ। ସେମାନେ ତୁମ ଦର୍ଶନ ପାଇବାକୁ ବିକଳ ହୁଅନ୍ତି। ନିଜେ ଦେଖିଯିବା। ଆଉ ସବୁବେଳେ ମୋତେ କୁହନ୍ତି, ମଦନରେ ଟିକେ ଶୀଘ୍ର ନେଇଯିବୁ, ଆମ ଜଗା ପରା ସଜ ହେବ। ହେଲେ ମୁଁ ତ ଚଗଲାଟା, ଆସିବାକୁ ଟିକେ ଡେରି ହେଇଯାଉଛି। ହଉ ଠାକୁରେ, ମୋତେ ଏତିକି କଲ୍ୟାଣ କର, ମୁଁ ଡେରିରେ ହଉ ପଛେ ଯେମିତି ସବୁଦିନ ଆସୁଥାଏ ତୁମ ପାଇଁ ଫୁଲ ନେଇକି। ମୁଁ ଏବେ ଆସୁଛି ଠାକୁରେ। ମଦନାର ଏଇ ଗୁଣୁଗୁଣୁ କଥା ଠାକୁରଙ୍କୁ ମୋର ବହୁତ ଭଲ ଲାଗେ। ମଦନା ତ ସବୁଦିନ ଫୁଲ ନେଇକି ଆସେ। ଥରେ ଫେରିବା ବାଟରେ ଜୋରରେ ବର୍ଷା ହେଲା। ଚଗଲା ପିଲାଟା ବର୍ଷାରେ ଟିକେ ଓଦା ହେଇଗଲା। ସନ୍ଧ୍ୟାବେଳକୁ ମଦନାକୁ ହେଲା ଭୀଷଣ ଜ୍ୱର। ସେ ରାତିରେ ଜ୍ୱରରେ କମ୍ପୁଥାଏ, ତା ପାଖରେ କେହି ନାହାନ୍ତି। ସେ ମନେ ମନେ କହୁଥାଏ କି ଠାକୁରେ, ମୋର ଏ କ'ଣ ହେଇଗଲା? ମୁଁ କ'ଣ ଆଉ ଫୁଲ ନେଇକି ମୁଁ ଯାଇପାରିବି? ମୋତେ ତ ଭୀଷଣ ଜ୍ୱର। ମୋ ମା ମାନେ ମୋତେ ଚାହିଁ ରହିଥିବେ। ସକାଳେ ବହୁତ ପରିଶ୍ରମ କରିକି ଫୁଲମାଳ ସବୁ ସାଇତିଥିବେ ତୁମେ ସଜ ହବ ବୋଲି। ହେଲେ ମୁଁ ଯଦି ନ ଯିବି ନା, ଭାରି ମନ ଦୁଃଖ କରିବେ। ସେମାନେ କାନ୍ଦି ପକାଇବେ। ତୁମେ ତ ଜାଣ ଠାକୁରେ, ସେମାନେ କେତେ ଭଲ ପାଆନ୍ତି ତୁମକୁ। ମୋର ଯଦି ଦେହ ଭଲ ଥାନ୍ତା ନା, ମୁଁ ନିଶ୍ଚୟ ଯାଆନ୍ତି। ଏମିତି କେତେ କ'ଣ କଥା କହିକି ମଦନା କାନ୍ଦି କାନ୍ଦି ଶୋଇପଡ଼ିଲା। ହେଲେ ଠାକୁର ମୋର ଆଉ ନିଜକୁ ସମ୍ଭାଳି ପାରିଲେନି। କେମିତି ବା ସହିଥାନ୍ତେ ସେଇ କୋହଭରା କର୍ଣ୍ଣ କାନ୍ଦକୁ, ଆଉ ମୋ ମା ମାନଙ୍କର ଶ୍ରଦ୍ଧା ଆଉ ଭକ୍ତିକୁ। ସେ ପରା ଭାବ ବିନୋଦିଆ ଠାକୁର। ରାତି ପାହି ଆସୁଥାଏ। ଜଣେ ବାଳକଟିଏ ଆସିଲା ମଦନା ଘରକୁ। ତାର ସାଇକେଲ ଆଉ ଫୁଲ ଝୁଡ଼ିକୁ ସଜାଡ଼ିଲା। ସେ ଯାଇ ପହଞ୍ଚିଲା ମା ମାନଙ୍କ ଘର ପାଖରେ ଆଉ ସମସ୍ତଙ୍କୁ ମାଗିଲା, ମା ମାନେ ମୋତେ ଫୁଲ ଦିଅ, ମୁଁ ଶ୍ରୀମନ୍ଦିର ନେଇଯିବି।
ମୋ ମା' ମାନେ ତ ମଦନା ଛଡ଼ା ଆଉ କାହାକୁ ବି ଜାଣନ୍ତିନି। ସେମାନେ କହି ପକେଇଲେ, ଆରେ ତୋତେ କାହିଁ ଆମେ ଫୁଲ ଦେବୁ, ଆମ ମଦନା ଆସିଲେ ନେବ। ନାଇଁ ମା, ମଦନା ଦେହ ଖରାପ, ତାକୁ ଭୀଷଣ ଜ୍ୱର, ସେ ଘରେ ପଡ଼ି ଛଟପଟ ହେଉଛି, ତା ପାଖରେ କେହି ନାହାନ୍ତି। ତମେ ମନ ଦୁଃଖ କରନି, ସେ ମୋତେ ପରା ପଠେଇଛି, ମୁଁ ତାର ଜଣେ ବନ୍ଧୁ। ସତ କହୁଛୁ ତୁ? ହଁ ମା, ଦେଖ ମୁଁ ମଦନର ସାଇକେଲ ଆଉ ତାର ଫୁଲଡାଳ ଆଣିଛି। ଆରେ ହଁ ତ, ଇଏ ଆମ ମଦନାର। ହଉରେ ବାପା, ତୁ ଆସିଲୁ ଭଲ କଲୁ, ଆଉ ଆମ ମଦନା କଥା ମଧ୍ୟ ଆମକୁ ଜଣେଇଲୁ। ଠାକୁର ତୋର ମଙ୍ଗଳ କରନ୍ତୁ। ଆଚ୍ଛା, ତୋ ନାଁ କ'ଣ? ତୋ ଘର କେଉଁଠି? ତୋତେ ତ କେବେ ଆମେ ମଦନା ସହିତ ଦେଖିନୁ। ମା, ମୋ ନାଁ ପରା ମୋହନ, ମୁଁ ଶ୍ରୀକ୍ଷେତ୍ରରେ ରୁହେ। ଆଉ ମଦନା ମୋତେ ସବୁଦିନ ମାଳଟିଏ ପିନ୍ଧେଇ ଦିଏ। ତମେ ମୋତେ ଜାଣିବ କେଉଁଠୁ? ମା' ମାନେ ସବୁ କହିଲେ, ହଉରେ ବାପା, ଆମ ଫୁଲମାଳ ସବୁକୁ ଟିକେ ଶୀଘ୍ର ନେଇଯିବୁ, ଆମେ ଯାଉଛୁ ମଦନା ପାଖକୁ। ବିଚରା କେତେ କଷ୍ଟ ସହିବଣି। ଏତିକି ପରେ ପିଲାଟି ଚାଲିଲା ଫୁଲ ଝୁଡ଼ି ନେଇ ଶ୍ରୀମନ୍ଦିରକୁ, ଆଉ ମୋ ମା' ମାନେ ଚାଲିଲେ ମଦନା ପାଖକୁ। ଆରେ ମଦନା, ଆମ ଧନ, ତୋର କିଛି ହବନି, ତୁ ସଅଳ ଭଲ ହେଇଯିବୁ। ଏତିକି କହି କିଏ ମଦନାର ହାତ ଆଉଁଶୁଥାଏ ତ କିଏ ତାର ପାଦ, ଆଉ କିଏ ପୁଣି ତା ମୁଣ୍ଡରେ ପାଣି ପଟି ଦେଉଥାଏ। ଦେଖେ ମଦନା, ତୋ ପାଇଁ ଆମେ କେତେ କ'ଣ ଖାଇବାକୁ ଆଣିଛୁ। ମଦନା ମା' ମାନଙ୍କୁ ଦେଖି ଖୁସିରେ କାନ୍ଦି ପକାଉଥାଏ। ଯାହା ହଉ ଠାକୁରେ, ମୋର ଏଇ ଦୁନିଆରେ ତୁମ ଛଡ଼ା କେହି ନଥିଲେ, ହେଲେ ଏଇ ମା' ମାନେ ମୋ କଥା ଶୁଣିକି ଆସିଛନ୍ତି। ତାଙ୍କୁ କୋଟି ପରମାୟୁ ଦିଅନ୍ତୁ ଠାକୁରେ, ତାଙ୍କୁ ସାହା ହୁଅନ୍ତୁ। ମଦନା ମା' ମାନଙ୍କୁ କହୁଥାଏ, ହେ ମା' ମାନେ, ତମେ ଜମା ମନ ଦୁଃଖ କରନି। ମୁଁ ଭଲ ହୋଇଗଲେ ନା ତୁମର ସବୁ ଫୁଲ ନେଇଯିବି କଳା ଠାକୁର ପାଖକୁ। ମୁଁ ଜମା ଦୁଷ୍ଟ ହେବିନି, ଶୀଘ୍ର ପହଞ୍ଚେଇ ଦେବି। ମା' ମାନେ କହୁଥାନ୍ତି, ତୁ ପାଟି କରନି ମଦନା, ତୁ ଆଗ ଖାଇ ପିଇ ଭଲ ହେଇଯା, ତାପରେ ଫୁଲ କଥା ଚିନ୍ତା କରିବୁ। ହେଲେ ଏପଟେ ଠାକୁର ମୋର ନୀତି ମା' ମାନଙ୍କ ଠାରୁ ଫୁଲ ନେଇଯାଆନ୍ତି। ସେ କେମିତି ବା ସହିବେ ତାଙ୍କ ଭକ୍ତର ଦୁଃଖ। ସେ ପରା ଭକତ ଭାବରେ ବନ୍ଧା ମୋ କାଳିଆ ସୁନା। ସେ ଭକ୍ତର ଦୁଃଖ ଆଦୌ ସହିପାରନ୍ତିନି। ସେ ଚାଲି ଆସନ୍ତି କୌଣସି ନା କୌଣସି ରୂପରେ ଦର୍ଶନ ଦେବା ପାଇଁ। ଖାଲି ସେତିକି ଭାବ, ସେତିକି ଭକ୍ତି ଆଉ ସେତିକି ଶ୍ରଦ୍ଧା ଥିଲେ ହେଲା। ସେଇଥିପାଇଁ ତ କୁହାଯାଏ, ଭକତ ଲାଗି ତୋର ତନୁ, ସେ ଲାଗି ଭକ୍ତ କଥା ମାନୁ। ହେ ଭକ୍ତ ବତ୍ସଳ ଭଗବାନ, ହେ ଜଗନ୍ନାଥ ମହାପ୍ରଭୁ, ତୁମକୁ କୋଟି କୋଟି ପ୍ରଣାମ। ମୋ ଠାକୁରଙ୍କ କୃପାରୁ ମଦନା ଭଲ ହେଇଗଲା, ଆଉ ବାହାରି ପଡ଼ିଲା ଫୁଲ ନେଇକି ଯିବ ବୋଲି। ଯେତେବେଳେ ସେ ମା' ମାନଙ୍କ ପାଖରେ ପହଞ୍ଚି ଡାକିଛି, ମୋତେ ଫୁଲ ଦିଅ ମା' ମାନେ, ମୁଁ ଶ୍ରୀମନ୍ଦିର ନେଇଯିବି। ଆରେ ମଦନା, ତୁ ଏକା କାହିଁ ଆସିଲୁ? ମୋହନ କାହିଁ, କୁଆଡ଼େ ଗଲା ସେ? ତାକୁ ଟିକେ ଆଣିଲୁନି ତ? ସେ ଭାରି ଭଲ ପିଲାଟି, ସେ ଭାରି ସରଳ ଆଉ ସୁନ୍ଦର, ତା କଥା ଆମକୁ ଭାରି ଭଲ ଲାଗେ। ମା, ତମେ କାହା କଥା କହୁଛ? ମୁଁ କିଛି ବି ବୁଝିପାରୁନି। କୋଉ ମୋହନ? ଆରେ ତୋରି ସାଙ୍ଗ ମୁଁ। ତୁ ଜ୍ୱରରେ ପଡ଼ିଥିଲୁ, ବିଚରା 4 ଦିନ ଯାକ କେତେ ପରିଶ୍ରମ କରିଛି। ଫୁଲତକ ସବୁ ଶ୍ରୀମନ୍ଦିରକୁ ନେଇଯାଏ, ଆଉ ଏବେ ପଚାରିଲାରୁ କହୁଛୁ ନା କୋଉ ମୋହନ? ମା, ମୁଁ ସତ କହୁଛି, ମୋର କେହି ବି ସାଙ୍ଗ ନାହିଁ। ମୁଁ କାହିଁ କାହାକୁ ସାଙ୍ଗ କରିବି? ଆଚ୍ଛା, ତାହେଲେ ସେ କିଏ ଥିଲା? ହଁ, ତା ନାଁ ମୋହନ କହୁଥିଲା।
ଆଉ ତା ଘର ଶ୍ରୀମନ୍ଦିରରେ କହୁଥିଲା। ଆଉ ସେ କହୁଥିଲା କ'ଣ ଜାଣିଛୁ? ତୁ କୁଆଡ଼େ ତାକୁ ନିତି ମାଳ ପିନ୍ଧେଇ ଦେଉ ବୋଲି। ମଦନ ମନେ ମନେ ଚିନ୍ତା କଲା, ଆରେ ମୁଁ ତ ମୋ ପ୍ରଭୁ ଦଧିବାମନକୁ ସବୁଦିନ ମାଳ ପିନ୍ଧେଇ ଦିଏ। ସତରେ ମୋ ପ୍ରଭୁ କେତେ ଦୟାଳୁ। ତମେ ମୋ ଡାକ ଶୁଣିଲ ଠାକୁରେ, ଆଉ ମୋ ମାଆମାନଙ୍କୁ ଦର୍ଶନ ଦେଇ ତାଙ୍କଠାରୁ ଫୁଲ ନେଇଗଲ। ଜାଣିଛ ମାଆମାନେ, ସେ ଆଉ କେହି ନୁହନ୍ତି, ସେ ପରା ସ୍ୱୟଂ କଳା ଠାକୁର ଆସିଥିଲେ। ତୁମ ହାତରୁ ସେ ଫୁଲ ନେଇଛନ୍ତି। ଆଉ ତୁମେମାନେ ସମସ୍ତେ ଭାଗ୍ୟବାନ କି ନିଜ ହାତରେ ମୋ ଠାକୁରଙ୍କୁ ତମେ ଫୁଲ ଦେଇଛ। ମଦନ ସେମାନଙ୍କ ପାଦ ତଳେ ପଡ଼ିଗଲା। ମାଆମାନେ ମଧ୍ୟ ମଦନକୁ କୋଳେଇ ନେଇ କହିଲେ, ମଦନରେ ତୋ ଋଣ ଆମେ କେମିତି ସୁଝିବୁ? ତୋ ପାଇଁ ଆମେ ଆଜି ଆମ କାଳିଆ ସୁନାକୁ ଦର୍ଶନ କଲୁ, ଯାହାର ଦର୍ଶନ ପାଇଁ ଆମେ ନିତି ଝୁରୁଥିଲୁ। ସେ ନିଜେ ଆସିଥିଲେ ଫୁଲ ପାଇଁ। ସତରେ ଆମ ଜୀବନ ଆଜି ଧନ୍ୟ ହେଇଗଲା। ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛୁ, ତୋ ପରି ପୁଅ ସବୁ ମାଆକୁ ମିଳନ୍ତୁ। ଏତିକି କହି ସମସ୍ତେ ନିଜ ନିଜ ମୁହଁକୁ ଅନଉଥାନ୍ତି। ସତରେ ପ୍ରଭୁ ଆସିଥିଲେ ଫୁଲ ପାଇଁ।